ଯେମିତି ମହାପୁରୁଷ ବା ଯାହା ହେଇଛନ୍ତି ଆମେ ତାଙ୍କୁ ଦେଇଯାଉ। ବର୍ତ୍ତମାନ ଯେଉଁମାନେ ତାଙ୍କ ପାଖରେ ଅଛନ୍ତି ସେମାନେ ସାଧକ, ସିଏ ହେଉଛନ୍ତି ସାଧକ ନୁହେଁ, ସେ ସଦ୍ଗୁରୁ। ସେଇଭଳି ଭାବରେ ତମେ ଯେଉଁ ସାଧନ ଭଜନ ବିଷୟରେ କହୁଛ, ପ୍ରଥମ ସାଧନ ହେଲା ସେବା, ଦ୍ୱିତୀୟ ସାଧନ ହେଲା ଭକ୍ତି। ସେବା ଭିତରେ କର୍ମ ଅଛି, ଜ୍ଞାନ ଅଛି, କର୍ତ୍ତବ୍ୟ ଅଛି, ସବୁ କିଛି ଅଛି। ତେବେ ସେବା, ଭକ୍ତି ଏବଂ ମଧୁସୂଦନଙ୍କର ମାର୍ଗ ହେଉଛି ପ୍ରେମାଚାର୍ଯ୍ୟ। ତାପରେ ସମନ୍ୱୟ, ସେ ସମସ୍ତଙ୍କୁ ତାଙ୍କ ଅଖଣ୍ଡ ନାମ ମଣ୍ଡପରେ ସ୍ଥାନ ଦେଇଛନ୍ତି। ଏଇଭଳି ଭାବରେ ଜୀବନରେ ଆତ୍ମସଂଯମ, ଆତ୍ମସଂଯମ ପାଇଁ ଦୁର୍ଗା ମାଧବ ସେଠି ଅଛନ୍ତି। ତାଙ୍କୁ ପ୍ରାର୍ଥନା କରିବ ତମର ଯୌବନ ଜୀବନ କିଭଳି ଭଲ ଭାବରେ ଭୁଲ ବାଟକୁ ଯେମିତି ମନ ନଯାଏ, ହେଲା। ତ ସେଥିପାଇଁ ସେଇ ଯେଉଁ ଓମ୍ ଏକ ସାଧନ ମନ୍ତ୍ର। ଓମ୍ ଗୀତାରେ କହିଛନ୍ତି, ଗୀତାରେ କ'ଣ କହିଲେ, ଅକ୍ଷରଂ ବ୍ରହ୍ମ। ତେଣୁ ପ୍ରଥମଟି ହେଲା ଓମ୍। ହୃଦୟକୁ ଚିନ୍ତନ କରିବ ଓମ୍। କୃଷ୍ଣ କହିଲେ, ଯିଏ ଗୀତା କହିଥିଲେ, ଏ ହୃଦୟକୁ ଚିନ୍ତନ କରିବ ଓମ୍ କୃଷ୍ଣ। ମଧୁସୂଦନ ହେଉଛନ୍ତି ସାଂଖ୍ୟ ଯୋଗରେ ଭଗବାନ କୃଷ୍ଣ ମଧୁସୂଦନ ବୋଲି ସମ୍ବୋଧନ କରିଥିଲେ। ତେଣୁ ମଧୁସୂଦନ ଏଇ ଜାଗା। ଗୀତାରେ ମଧ୍ୟ କହିଲେ ବାସୁଦେବ ସର୍ବମିତି ସ୍ୱଭାତ୍ମ। ଓମ୍ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ କହିଲେ କର୍ମଯୋଗରେ ତାଙ୍କୁ ସମ୍ବୋଧନ କରାଯାଏ। ମୋଟାମୋଟି ହୃଦୟକୁ ଚିନ୍ତନ କରିବ। ଏ ହୃଦୟ ହେଉଛି ବାର ଦଳ ବିଶିଷ୍ଟ। ତାଙ୍କର ବାର ଦଳ ଶବ୍ଦଟାକୁ